ଅବ୍ରାହମଙ୍କର 99 ବର୍ଷ ବୟସରେ କେତେ ବର୍ଷ? 99। 86 আর 99 ভিতরে কেতে ডিফরেন্স ଅଛି? 86 99 কেতে ବର୍ଷ? 13 ବର୍ଷ ହେଲା। ଗୋଟେ 13 ବର୍ଷର ବ୍ୟବଧାନ ଅଛି। ମାନେ 13 ବର୍ଷ ପ୍ରଭୁଙ୍କ ସହିତ ସହଭାଗିତା ନାହିଁ, ପ୍ରଭୁ କଥା ହଉନାହାନ୍ତି, ପ୍ରଭୁଠାରୁ ଦୂରକୁ ପଳାଇଛନ୍ତି। 13 ବର୍ଷ ଅବ୍ରାହମ ପ୍ରଭୁଙ୍କର କଥା ନ ମାନି କାମ କରିବା ଲୋକ ପ୍ରଭୁଠାରୁ ଦୂରକୁ ଦୂରକୁ ଯିବ। ତଥାପି ପ୍ରଭୁଙ୍କ ଦୟା, ପ୍ରଭୁ କଣ କଲି କହିଲେ, ଏତିକି ଭିତରେ ଲୋକ କଣ ବୋଲି ଅବ୍ରାହମକୁ, ଅବ୍ରାହମ ବଢିଆ ଲୋକ ଆଜ୍ଞା, ଦେଖ ତାର ଚାକରାଣୀକୁ ଆକା ଦେଖ ମାଲିକାଣୀ କରିଦେଲା। ହାଗାର ଦାସୀ, ଦାସୀ ଗୋଟେ ପୁତ୍ର ହେଇଛି, କେତେ ବଢିଆ ଅବ୍ରାହମ ଦେଖ, ଏବେ ତାକୁ ପୁତ୍ର ଗୋଟେ ହେଲା, ଏବେ ତାକୁ ରାଣୀ ପରା ରଖବ। ଲୋକ ଭାବି ପାରନ୍ତି ବଢିଆ ଲୋକ ବୋଲି। ପ୍ରଭୁ କଣ ବୋଲି କହୁଛନ୍ତି 17 ପଦରେ, ଅବ୍ରାହମଙ୍କର 99 ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର ଆମ ଛାମୁରେ ଧର୍ମାଚରଣ କରି ତୁମେ ସିଦ୍ଧ ହୁଅ। ତମକୁ ବାକି ଲୋକ ଭଲଟା ବୋଲି କହିପାରିବେ, ମାତ୍ର ମୋର ସାମ୍ନା ତୁମେ ସିଦ୍ଧ ନୁହଁ। ତୁମେ ଧର୍ମାଚରଣ କର। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ କେତେ ଭଲ କାମ କଲେ ଲୋକ କଣ କହୁଥିବେ, ଆଙ୍କର ପରା ଲୋକାରେ କିଏ ନା ମକା ଦେଇ କଣ ଭାବୁଥିବେ, ଆଜ୍ଞା ପରା ପବିତ୍ର ଲୋକାରେ କିଏ ନଥିବେ ବୋଲି ଭାବୁଥିବେ। ପ୍ରଭୁ ମତେ କଣ କରୁଛନ୍ତି, ବାବୁରେ ତୋକ ଟାଇମ ଦେଇଛି, ବଦଳବୁ ତ ବଦଳବୁ, ନହେଲେ ତୋକେ ବଦଳାଇ ଦେବି। ଏମିତି କେତେ ପ୍ରଚାରକୁ ପ୍ରଭୁ ବଦଳାଇ ଦେଇଛନ୍ତି, ଏମିତି କେତେ ସିଙ୍ଗର ପଲାଇଛନ୍ତି, ଏମିତି କେତେ ବାଜା ବଜା ମାନେ, ଏମାନଙ୍କୁ ମୁଁ ପ୍ରଥମ ଥର ଦେଖୁଛି। ଭାବି ଦେଖନ୍ତୁ, ସେମାନେ ଗଲେ ଏମାନେ ଅଛନ୍ତି, ଏମାନେ ଗଲେ ଆରି କେ ମିଶା ହତି ନାଇଁ, ଏ ଦେ ପିଲା আর নানা মানে পলাইলে, নানা নানা মানে কাইকি প্রভুଙ୍କ পাଖରେ ଲୋକର ଅଭାବ ନଥିବ। ଯଦି ପବିତ୍ର ରହିବା ନାହିଁ ପ୍ରଭୁ ରିଜେକ୍ଟ କରିଦେବେ। ପ୍ରଭୁ ବ୍ୟବହାର ତାକୁ କରିବେ ଯାଟି ପବିତ୍ରତା ଥିବ। ପ୍ରଭୁ କଳା ଦେଖନ୍ତି ନାହିଁ, ପ୍ରଭୁ ଗଳା ଦେଖନ୍ତି ନାହିଁ, ପ୍ରଭୁ ଅନ୍ତଃକରଣ ଦେଖନ୍ତି। ପ୍ରଭୁ କଳା ଦେଖନ୍ତି ନାହିଁ, ହଁ ସ୍କେଲ, ପ୍ରଭୁ ସ୍କେଲ ଦେଖନ୍ତି ନାହିଁ, ଆମେ ସ୍କେଲ ଦେଖୁ, ଆମେ ଗଳା ଦେଖୁ, ପ୍ରଭୁ ଗଳା ଦେଖନ୍ତି ନାହିଁ, ପ୍ରଭୁ ହୃଦୟ ଦେଖନ୍ତି। ହୃଦୟ ଦେଖନ୍ତି। ଆପଣଙ୍କୁ ବାକ୍ୟ ଜ୍ଞାନ କେତେ ପ୍ରଭୁ ଦେଖିବେ ନାହିଁ, ପ୍ରଭୁ ଜୀବନକୁ ଦେଖିବେ। ତ ଆଜି ଯେତେ ଲୋକ ବସିଛୁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଅବ୍ରାହମ 13 ବର୍ଷ ପର୍ଯ୍ୟନ୍ତ ପ୍ରଭୁଟା ଦୂରରେ ଅଛନ୍ତି, କିନ୍ତୁ ପ୍ରଭୁଙ୍କର ଦୟା, ପ୍ରଭୁ ପୁଣି କଥା ହଉଛନ୍ତି। ଆଜି ପ୍ରଭୁ ଆପଣଙ୍କୁ କଥା ହଉଛନ୍ତି, ଆପଣଙ୍କ ପାପରୁ ଫେରିବା ପାଇଁ, ମନ୍ଦତାରୁ ଫେରିବା ପାଇଁ, ଅବାଟରୁ ଫେରିବା ପାଇଁ ଆଜି ଅନୁତପ୍ତ ହେଇପାରିବେ। ଆଜି ମୁଁ ଜାଣି ନାହିଁ କାଲିକି କିଏ ସବୁ ବୋଲି କରି, କାଲିର କଥା ମୋତେ ଜଣା ନାହିଁ, କାଲିର କଥା କହିହବ ନାହିଁ। ଆଜିର କଥାକୁ ଦେଖନ୍ତୁ। ଯଦି ଜୀବନ ଠିକ ନାହିଁ, ଠିକ ଥିଲା ପରେ ଅଭିନୟ କରନ୍ତୁ ନାହିଁ, ଠିକ ଥିଲା ପରେ ଅଭିନୟ କରନ୍ତୁ ନାହିଁ। ଭୁଲ କାମ କରିବେ আর ଟେମ୍ପର ହଉଥିବେ। ଏବେ ମା ମାନଙ୍କୁ ମିଶା ଆସି କହିବେ କି ନାହିଁ, ଏଦେ ନାନୀ তোর পাপা কাহিଁକି ରାତି ବେଲେ ସେ ଗସ୍ତଲେ କାକେ କାତା ହେତେ ରହିଲା, ଏଲୋ କାକୁ କଥା ହଉଥିଲ ବୋଲି କହିବେ ନାହିଁ। କଣ ବୋଲି କହିବେ, কে ফুটলা আঁকি লগত দেখলা, মোর টকি কাতা হেবাটা কে দেখলা, কে দেখত নাই, সে সে দেখলে মুই মদ পিবাটা সে দেখলে, মুই জুয়া খেলবাটা সে দেখলে, মুই ব্যভিচার করা সে দেখলে, সে দেখি যদি বিচার করবে, অনুতাপ করে যদি ফেরি আসিব নাই, তার পরিণাম ভগবান আছে। মোবাইল তোমরটা, জিও সিম তোমরটা, এবে জিও পাচে মর। আমি কଣ করছু, পুরা রাতি 12টা যায় ডাটা সরবা যায় করবো, 12টা সরলা নূয়া ডাটা আইবা যায় জাগিথিব। আমি কেন কଣ করবে, এতিকি ডাটা ইউজ করবে যে 11টা হলে সরিଯିବ, 12টা আইবা যায় জাগিথিবে, নূয়া ডাটা আসলে ইউজ করি বলি কমটা মানে আমি ଆମକୁ ପ୍ରଭୁ ବୋଲି ସମ୍ଭାଳିଛନ୍ତି, ବାକି ଲୋକ ଥୋକେ ଆମରି କ୍ଷେତ୍ରେ। ଗେଟ୍ ଆଉଟ୍ ତୋର ପରା ଖ୍ରୀଷ୍ଟିଆନ ମକ ଲୋଡ଼ା ନାହିଁ ବୋଲିଥାନ୍ତେ, ଏବେ ସୁଯୋଗ ଦେଇଛନ୍ତି ବଦଳି ପାରବା, ଅନୁତାପ କରିପାରବା। ଭାଇମାନେ ପୁଡ଼ିଆ ଆଜି ଲାଷ୍ଟ ବୋଲେ ବଲଗଲାଟା ଖାଉ ବୋଲି କହୁ ନାହିଁ, ଚିରି କରି ଫିଙ୍ଗି ଦିଅ। ତାହେଲେ 4ଟା আছে ଚାବି ଦେବି ବୋଲଲା ପରା, ବାଥରୁମରେ ମଦ ଥିବ ତାକୁ ପିଇ ଦେଇ ବୋଲଲା ଭଳିଆ। ପ୍ରିୟ ମାନେ କଣ ଅମୃତ କି ମଦ, ଅମୃତ পুড়িয়া অমৃত। ব্যভিচার শ্রদ্ধা লাগবো, তার পরিণাম ভয়ঙ্কর থিব, ভয়ঙ্কর থিব। অভিষেক পলাইব, অভিষেক পলাইব। সামসন
ସିଂହର ଥଣ୍ଡା ଚିରବା ଲୋକ, ଭାଲୁକୁ ମାରବା ଲୋକକୁ ମାରବା ଲୋକ, ତାକୁ ଯେମିତି ବାନ୍ଧିଲେ ବି ସେ ମାରି ପକାଇବ ସେ ଲୋକ କୋଉଠି ଯାଇ ମରୁଛି? ଦଲିଲାର କଲେଜ ଯାଇ ଢୁଲି କରି ମରୁଛି ସେ। ପ୍ରଭୁ ଛାଡ଼ିଦେଲେ ବୋଲି ଲେଖା ଅଛି। ବିଚାରକର୍ତ୍ତା 16:20 କଣ ଲେଖା ଯାଉଛି? ଯେ ସଦା ପ୍ରଭୁ ଯେ ତାହାକୁ ପରିତ୍ୟାଗ କଲେ ଏଇଟା ସେ ଜାଣିଲେ ନାହିଁ ବୋଲି ଲେଖା ହେଇଛି। ଭାବି ଦେଖନ୍ତୁ, ବିଚାରକର୍ତ୍ତା 16:20 ହଉଛି ଭୟଙ୍କର ପଦଟା। ସେଇଟା ପରମେଶ୍ୱର ଜଣେ ବ୍ୟକ୍ତିଙ୍କୁ ଛାଡୁଛନ୍ତି ଆଉ ସେ ଜାଣି ପାରୁନାହାନ୍ତି। ପଢିବେ ଟିକେ। तो से कहिला हाँ? सामसन हाँ? पलिष्टिय माने तुमको धरिले ପଲେଷ୍ଟିଆ ମାନେ ତୁମକୁ ଧରିଲେ तोइरे से निद्रारु जाग्रत होई कहिला କହିଲା मु अन्यान्य समय परे बाहर को जाए आपना को झाड़ीबे ଆପଣଙ୍କୁ ଛାଡ଼ିବି। मात्र सदा प्रभु जे ताहाको त्याग ମାତ୍ର करथिले ସଦାପ୍ରଭୁ ଯେ ତାହାକୁ ତ୍ୟାଗ କରିଥିଲେ एहा से जानिला ସେ नाही। ଜାଣିଲା ନାହିଁ। ପ୍ରଭୁ ଛାଡ଼ିଦେଲେ ଜାଣୁ ନାହିଁ। ମାନେ ଭାବି ଦେଖନ୍ତୁ, ଜଣେ ବିଚାରକର୍ତ୍ତା ସେ ବିଚାରିତ ହେବାକୁ ଯାଉଛନ୍ତି, ପ୍ରଭୁ ତାଙ୍କୁ ଛାଡ଼ିବାକୁ ଯାଉଛନ୍ତି, ସେ ଜାଣି ପାରୁନାହାନ୍ତି। ମୋର ପ୍ରିୟ ମାନେ, ପ୍ରଭୁ ଆପଣଙ୍କୁ ଛାଡ଼ିବା ପୂର୍ବରୁ, ଆପଣଙ୍କ ସେବାକୁ ଛାଡ଼ିବା ପୂର୍ବରୁ, ଆପଣଙ୍କ ଅଭିଷେକକୁ ନେଇଯିବା ପୂର୍ବରୁ, ଆପଣଙ୍କ ଦାନକୁ ନେଇଯିବା ପୂର୍ବରୁ ଏବେ ସୁଯୋଗ ଅଛି, ଯାଇପାରିବେ, କହିପାରିବେ ପ୍ରଭୁ କ୍ଷମା କର, ହୁଏତ ବଞ୍ଚିଯିବେ। ଆପଣ ବଞ୍ଚିଯିବେ। କଣ କହୁଛନ୍ତି ସ୍ତ୍ରୀକୁ? ଏ ଦେ କାକେ କହିଲୁ ବୋଲେ ଦେଖ ତକ ଦେଖ। ସେ ନ କହିଲେ କଣ ହେଲା? ସେ ତ ଜାଣିଛନ୍ତି। ହଇଲ ତ ସ୍ୱାମୀ ମଦ ପିଉଛନ୍ତି? ନାଇଁ, ନବରଙ୍ଗପୁର ଆଇଲା ବେଲେ ହାଲିଆ ହିଁ ଆସିବେ ତ ନାନୀ, ସେ ପାଇଁ ଗାଡି ଟିକେ ସେମିତି ଟେଡା ମେଡା ଚଲାଉଥିବେ। ମାନେ କେତେ ଆରି ମେକଅପ୍ করব তা ତମେ, କେତେ ଆରି ଢାକବ ତା? ପ୍ରିୟ ମାନେ, ପାପ ଘୁଡାଇ ହେବ ନାହିଁ, ପାପ ଘୁଡାଇ ହେବ ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରଭୁ କଣ କଲେ? ସୁଯୋଗ ଦେଲେ ଅବ୍ରାହମକୁ ପୁଣି ଥରେ ଅନୁତାପ। ଦାଉଦଙ୍କ କଥା ଦେଖନ୍ତୁ, ଅନୁତାପ ପାଇଁ ବିଳମ୍ବ କରନ୍ତୁ ନାହିଁ। ପାପ ପାଇଁ ଅନୁତାପ ନାହିଁ ଆଜିକାଲି ଲୋକମାନଙ୍କର। ଆମେ ବାଇବଲର କିଛି ଲୋକକୁ ଦେଖୁଛୁ ଅନୁତାପ କଲେ ଆଉ କେତେ ଲୋକ ଅନୁତାପ କରିବାର ସୁଯୋଗ ବି ପାଇଲେ ନାହିଁ। ସାଉଲ ରାଜା ଅନୁତାପ କରୁଛନ୍ତି, ମାତ୍ର ସେତେବେଳକୁ ପ୍ରଭୁ ଛାଡ଼ି ସାରିଛନ୍ତି। ସାମୁଏଲ କହିଲେ, ସାମୁଏଲ ଆଜ୍ଞା ମୋର ପାଇଁ ପ୍ରାର୍ଥନା କର, ମୋର ଦେହ ଭୁଲ ହେଇଗଲା, ପ୍ଲିଜ ଆଜ୍ଞା ମୋର ପାଇଁ ଦୟା କର, ଆସ। ସାମୁଏଲ କହିଲେ, ଏ ବାବୁ ଶୁଣ, ଏଠି ସଦା ପ୍ରଭୁ ତତେ ଛାଡ଼ି ସାରିଲେଣି, ଆରେ ମୁଁ ତୋ ସାଙ୍ଗେ ଆସିବି ନାହିଁ। ପ୍ରଭୁ ଛାଡ଼ିବା ପୂର୍ବରୁ ମନେ ରଖିଥାନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱର ଆପଣଙ୍କ ଘରକୁ ଛାଡ଼ିବା ପୂର୍ବରୁ, ଆପଣଙ୍କ ସେବାକୁ ଛାଡ଼ିବା ପୂର୍ବରୁ, ଆପଣଙ୍କ ପରିବାରକୁ ଛାଡ଼ିବା ପୂର୍ବରୁ, ଅଭିଷେକ ନେବା ପୂର୍ବରୁ ପ୍ରଭୁଙ୍କ ପାଖକୁ ଆସନ୍ତୁ, କାନ୍ଦନ୍ତୁ, ଅନୁତାପ କରନ୍ତୁ। ଅନେକ ଲୋକ ଭାବୁଛନ୍ତି ଏମିତି ନେମ୍ ଫେମ୍ ସବୁବେଳେ ଥିବ କି? ଥିବ ନାହିଁ, ଥିବ ନାହିଁ। ଆମେ ଭାବୁଛୁ କଣ? ଯୋଉ ପ୍ରଭୁ ଉଠାଇ ପାରିବେ ସେ ପ୍ରଭୁ ବସାଇ ମଧ୍ୟ ପାରିବେ। ବାଇବଲ ସେଟା କହୁଛି, ସଦାପ୍ରଭୁ ଉନ୍ନତ କରନ୍ତି, ସଦାପ୍ରଭୁ ଉନ୍ନତ କରନ୍ତି। ସେ କଣ କରନ୍ତି? ଧନୀ କରନ୍ତି, ନିର୍ଦ୍ଧନ କରନ୍ତି, ସେ ସବୁ କରିପାରନ୍ତି। ତାଙ୍କୁ ଡରବାର ଅଛି। ଆଜି କଣ କରିବା? ଆମେ ପାପରୁ ଫେରିବା ପାଇଁ। ଦାଉଦଙ୍କ କଥା ଦେଖନ୍ତୁ, 51 ଗୀତ ତାର 3-4 ପଦ। 51 ଗୀତ ତାର 3 ଆଉ 4 ପଦ। कारण हाँ मु अपना अधर्म स्वीकार हाँ करूछि देखंतु कौन कहउछथि? कारण मु अपना अधर्म स्वीकार करूछि। हाँ ओ मो पाप सर्वदा मो सम्मुखरे अछि। मो पाप सर्वदा मो सम्मुखरे अछि। माने तार सम्मुखरे पाप अछि, अधर्म अछि, खसरी गला परा अछि। जते बेले से बत्सबा को देखुथिबे कोन मने पडुथिबो? आर स्वामी को मुई मरते मारी आकु आनीची बोलर सब बेले मने पडुथिबो। बाकी लोक कोन जानिसंती से युद्धरे मरी गला, से तई ताकु दया करी आनला बोलर लोक भाबुछंती। किंतु दाऊद तो जानिसंती से केमती करिसंती, किंतु चुप हेकर अछंती। खसरी गला परा के जानि नाहंती। एठी अनेक लोक अनेक पाप करी खसरी गला परा। ताकु कोन बोली कहबे हमर भाषा रे? खसी गला परा बोले करमंगर परा अछि। से आराम रे अछि। दाऊद भी सेमती आका थिले। तापर कोन लेखा अछि? मु तुम्भ विरुद्धरे केवल तुम्भ विरुद्धरे पाप करी अछि एबे हेतु पडुछि। केते बेले तार हेडिंग टिके पढो कोन लेखा अछि हेडिंग रे? क्षमा पाई प्रार्थना बाइबल सोसाइट लिखछि। ओरिजिनलिटी कोन लेखा अछि? कोन लेखा अछि? हाँ
ଦାଉଦ ବେତ୍ସେବା ଠାରେ ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ ଦାଉଦ ବେତ୍ସେବା ଠାରେ ଗମନ କଲା ଉତ୍ଥାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟତ ବକ୍ତା ଆସିବା ସମୟରେ ରଚିତ। ଏଟା ହଉଛି ଅରିଜିନାଲ ବ୍ୟାକଗ୍ରାଉଣ୍ଡ। କେତେବେଳେ ଲେଖିଛନ୍ତି ଯେତେବେଳେ ନାଥନ ଆସିଛନ୍ତି ଆଉ ନାଥନ ତାଙ୍କୁ ମୁହଁରେ କହିଛନ୍ତି। এইটা পরমেশ্বর দৃষ্টিতে পাপ অটে। আপনি ଦେଖିବେ দ্বিতীয় সামুয়েল 11 পর্ব 27 পদ, দ্বিতীয় সামুয়েল 11 পর্ব তার 27 পদ। হ্যাঁ ପୁଣି ହଁ। ଶୋକ କରିବା ସମୟ ଗତ ହୁଅନ୍ତେ ଦାଉଦ ଲୋକ ପଠାଇ ତାହାକୁ ଆପଣା ଗୃହକୁ ନେଲେ। দ্বিতীয় সামুয়েল 11 পর্ব 27 পদ। ହଁ। ଦ୍ୱିତୀୟ ସାମୁଏଲ 11:27। হ্যাঁ ପୁଣି ଶୋକ କରିବା ସମୟ ଗତ ହୁଅନ୍ତେ ହଁ। ଦାଉଦ ଲୋକ ପଠାଇ ତାହାକୁ ଆପଣା ଗୃହକୁ ନେଲେ। ନେଲେ। ତହୁ ସେ ତାଙ୍କର ଭାର୍ଯ୍ୟା ହେଲା ହଁ। ଓ ତାଙ୍କର ଏକ ପୁତ୍ର ପ୍ରସବ କଲା। ହଁ। ମାତ୍ର ଦାଉଦ ଏହି ଯେଉଁ କର୍ମ କଲେ ହଁ। ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ ଥିଲା। ଦେଖନ୍ତୁ ତାକୁ ନେଲା ପୁତ୍ର ପ୍ରସବ ହେଲା ଲୋକମାନେ ଶ୍ରଦ୍ଧା ବାହ ଦାଉଦ ପର ରାଜା କୁଟି ନାହିଁ। କଣ ଲେଖା ଯାଉଛି? ମାତ୍ର ଦାଉଦଙ୍କର ଏହି ଯୋଉ କର୍ମ କଲେ ତା ସଦାପ୍ରଭୁ ଦୃଷ୍ଟିରେ ଭଲ ଥିଲା ବୋଲି ଲେଖା ହେଇନାହିଁ। କଣ ଥିଲା? ମନ୍ଦ ଥିଲା। ଆପଣ ମାନଙ୍କୁ କୋଉ କୋଉ କାମ ଭଲ ପରି ଲାଗୁଥିବ କିନ୍ତୁ ସେ ମନ୍ଦ ଅଟେ, ମନ୍ଦ ଅଟେ, ମନ୍ଦ ଅଟେ। ତାପରେ କଣ ଲେଖା ଅଛି? 12 ପର୍ବ 1 ପଦ। ଅନନ୍ତର ସଦାପ୍ରଭୁ ଦାଉଦଙ୍କ ନିକଟକୁ ନାଥନଙ୍କୁ ପ୍ରେରଣ କଲେ। ପ୍ରେଜ୍ ଦ ଲର୍ଡ। ପ୍ରଭୁ କଣ କରୁଛନ୍ତି? ନାଥନକୁ ପଠାଉଛନ୍ତି କାରଣ ସେ ପ୍ରେମ କରୁଛନ୍ତି। ମୋର ପ୍ରିୟ ମାନେ ଆଜିର ସନ୍ଧ୍ୟାରେ ମୁଁ ଆପଣମାନଙ୍କୁ ଅନେକ ବାକ୍ୟ କହି ପାରିଥାନ୍ତି କିନ୍ତୁ ମୁଁ ବସିଲା ବେଳକୁ ପ୍ରଭୁ ଗୋଟେ କଥା କହିଲେ, ପାପ ପାଇଁ ମୋର ଲୋକମାନଙ୍କ ପାଖରେ ଅନୁତାପ ନାହିଁ, ଏଇଟା ଯାଇକରି ଖ ବୋଲିକରି କହିଲେ। ଏଇଟା ସନ୍ଧ୍ୟାରେ ମୁଁ ପ୍ରାର୍ଥନାରେ ବସିଲା ବେଳକୁ ପ୍ରଭୁ ମତେ ଗୋଟେ କଥା କହିଲେ, ମୋର ଲୋକମାନ ଠାରେ ପାପ ପାଇଁ ଅନୁତାପ ନାହିଁ। ପାପ କରୁଛନ୍ତି, ବ୍ୟଭିଚାର କରୁଛନ୍ତି, ମଦ ପିଉଛନ୍ତି, ଚୋରି କରୁଛନ୍ତି, କୁକୁଡ଼ା ଗାଲି ଯାଉଛନ୍ତି, ଜୁଆ ଖେଳୁଛନ୍ତି, ପାପ କାମ କରୁଛନ୍ତି, କିଛି ଫରକ ପଡୁନାହିଁ। ଅନନ୍ତର ସଦା ପ୍ରଭୁ ଦାଉଦଙ୍କ ନିକଟକୁ ନାଥନକୁ ପ୍ରେରଣ କଲେ। ହାଲେଲୁୟା। ପ୍ରଭୁ କଣ କଲେ? ପ୍ରେରଣ କଲେ। ପ୍ରଭୁ ତାଙ୍କ ଦାସ ମାନଙ୍କୁ ପଠାନ୍ତି। ମୋର ପ୍ରାର୍ଥନା ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆପଣଙ୍କର ଲୋକମାନଙ୍କ ପାଖକୁ ପ୍ରଭୁ ଗୋଟେ ନାଥନକୁ ପଠାଅ ଯେ ଯିବେ ଆଉ ଲୋକମାନଙ୍କୁ ମୋ ଉପରେ କହିବେ। ଏଟା ଆମର ପ୍ରାର୍ଥନା। ଏଟା ଯେଉଁମାନେ ଉଚ୍ଚ ଉଚ୍ଚ ପଦବୀରେ ଅଛନ୍ତି, ବଡ ବଡ ଦାୟିତ୍ୱରେ ଅଛନ୍ତି, ନିଜକୁ ବହୁତ ଖ୍ରୀଷ୍ଟିଆନ ନେତା ବୋଲି କହୁଛନ୍ତି, ତାଙ୍କ ପାଖକୁ ପ୍ରଭୁ ଗୋଟେ ନାଥନକୁ ପଠାଅ ବୋଲି ମୋର ପ୍ରାର୍ଥନା। ସେଟା ମୋର ପ୍ରିୟ ଭାଇ ଭଉଣୀ ମାନେ ପଠେଇଲେ। ଯେମିତି ଜହନକୁ ପ୍ରଭୁ ପଠେଇଲେ। ଜହନ 1 ପର୍ବ 6 ପଦ ଯଦି ପଢିବେ ସେଠି ବି ପଠେଇଲେ, ପ୍ରେରଣ କଲେ ବୋଲି ଲେଖା ହେଇଛି। ଈଶ୍ୱରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ ତାହାଙ୍କ ନାମ ଜହନ। ୟାଙ୍କର ନାମ ନାଥନ, ତାହାଙ୍କର ନାମ ଜହନ। ନାଥନ ରାଜାଙ୍କ ପାଖକୁ ଯାଉଛନ୍ତି ଆଉ ଜହନ ଲୋକମାନଙ୍କ ପାଖକୁ ଯାଉଛନ୍ତି ଆଉ ମୁହଁ ଉପରେ କହୁଛନ୍ତି, ରାଜା ତୁମେ ସେଇ ଲୋକ। ବାପ୍ତିଜକ ଜହନ କହୁଛ, ରେ କାଳ ସର୍ବ ବଂଶ, ମନ ପରିବର୍ତ୍ତନ କର। କାହିଁ ସେ ପ୍ରଚାର ଆଜି, କାହିଁ ସେ ବକ୍ତା? କଣ ପ୍ରିୟ ଭାଇ ଭଉଣୀ ମାନେ, ଯଦି ବାପ୍ତିଜକ ଜହନକୁ ଦେଖିବେ ଗୋଟେ ପ୍ରଚାରକ ପରାକ ଲାଗୁନଥିବ। ସେ ତାଙ୍କର ଲୁଗା, ତାଙ୍କର ଦାଢି, ନା ଘର, ନା ଗାଡି, ନା ସୁଟ। ଆଜିକାଲି ବକ୍ତା ପୁରା ଦୁଶ୍ବାର ଅଛି। ବାପ୍ତିଜକ ଜହନ ଜଣେ ଭାବବାଦୀ, ପୁରାତନ ନିୟମର ଶେଷ ଭାବବାଦୀ, ନୂତନ ନିୟମର ଆରମ୍ଭର ପ୍ରଥମ ଭାବବାଦୀ। ସେ ଦୁଇଟା ଟେଷ୍ଟାମେଣ୍ଟର ମଝିର ଭାବବାଦୀ। ବଡିଗାର୍ଡ ନଥିଲେ ତାଙ୍କର, ବଡିଗାର୍ଡ ନାହିଁ। ଭାବବାଦୀ ମାନଙ୍କ ବଡିଗାର୍ଡ ନଥାନ୍ତି। କାଲି କହୁଥିଲି ପରା, ପ୍ରଭୁଙ୍କ ଲୋକମାନଙ୍କୁ ବଡିଗାର୍ଡ ଦରକାର ନାହିଁ। ପ୍ରଭୁଙ୍କୁ ଭୟ କଲେ ତାଙ୍କ ଦୂତ ପଠେଇକି ସେ ରକ୍ଷା କରିବେ। ଯୋଉ ଲୋକ ପ୍ରଭୁଙ୍କୁ ଭୟ କରୁନାହିଁ ସେ ବଡିଗାର୍ଡ ଧରି ବୁଲିବ। ଲୋକ ଭୟ କରିବା ଲୋକ ବଡିଗାର୍ଡ ଧରି ବୁଲିବ। ପ୍ରଭୁଙ୍କୁ ଭୟ କରିବା ଲୋକ ଏକଲା ଯିବ। ଏକଲା ଅଧିକା କଣ ବ୍ୟାଗ ତ କାଟିଦେବେ,
ମାରି ତ ଦେବେ, ପ୍ରସ୍ତରଘାତ କରିବେ, ଆଉ କଣ କରିବେ? ମୋର ପ୍ରିୟ ଭାଇ ଭଉଣୀ ମାନେ, ବାପ୍ତିଜକ ଜହନ ସେ କଣ ବୋଲି କହୁଛନ୍ତି? ବେଶୀ ନାଇଁ, 6 ମାସ ଆଗ ସେବା କଲେ, ମାତ୍ର ରାଜା କମିଲା, ଏ ରାଜା, ତୋର ଭାଇର ସ୍ତ୍ରୀକୁ ରୋକବାର ତୋର ଅଧିକାର ନାହିଁ। ପାପକୁ ପାପ ବୋଲି କହୁଛନ୍ତି। ଆଉ ଏ ଭାବବାଦୀ କେମିତି ଲୋକ? ଏ କହୁଛନ୍ତି ଏଠି ଏଇ ଦେଖ ଈଶ୍ୱରଙ୍କର ମେଷ ଶାବକ, ତାଙ୍କର ପଛେ ଯାଅ, ମୋର ପଛେ ଆସ ନାହିଁ ବୋଲି। ଭାବବାଦୀ କିଏ? ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରନ୍ତି ନାହିଁ, ଲୋକମାନଙ୍କୁ ପ୍ରଭୁଙ୍କ ଆଡକୁ ଆକର୍ଷିତ କରନ୍ତି। ସେ ଭାବବାଦୀ କେମିତିକା ଲୋକ? ସେ କହୁଛନ୍ତି ତାହାଙ୍କର ପାଦର ସେ ଜୁତା ଫିଟାଇବାକୁ ମୁଁ ଯୋଗ୍ୟ ନାଇଁ, ତାକୁ କହିବେ ଭାବବାଦୀ ବୋଲି। ଯାହାଙ୍କର ସେବା କାର୍ଯ୍ୟରେ ପ୍ରଭୁ ଚିକୃତ ହେବେ। ଭାବବାଦୀ କିଏ? ସେ କହୁଛନ୍ତି ମତେ ଅବଶ୍ୟ ହ୍ରାସ ହେବାକୁ ପଡିବ, ଆଉ ତାଙ୍କୁ ଉନ୍ନତ, ତାକୁ କହିବେ ଭାବବାଦୀ ବୋଲି କହିବେ। ଆଜିକାଲି ଆମେ ସେବା ପ୍ରଚାର କରୁଛୁ, ଆମକୁ ଲୋକ ଜାଣୁଛନ୍ତି, ଆମେ ପ୍ରଚାରିତ ହଉଛୁ, ପ୍ରଭୁଙ୍କ ନାଁ ନେଇ ଆମେ ବଞ୍ଚୁଛୁ, ଆମେ ଖାଉଛୁ, ଗାଡି ଚେକି ବୁଲୁଛୁ, ଜମି କିଣୁଛୁ, ସୁନା କିଣୁଛୁ ଆମେ। ପ୍ରିୟ ଭାଇ ଭଉଣୀ ମାନେ, ତେଣୁ ଲୋକମାନେ ପାପରୁ ବାହାରି ପାରୁନାହାନ୍ତି, ପାପରେ ଅଛନ୍ତି। ବାଇବଲର ଗୋଟେ ଭାବବାଦୀ ମଧ୍ୟ ଆଜିର ଭାବବାଦୀ ପରା ନଥିଲେ। ସେମାନଙ୍କ କାମ କଣ ଥିଲା? ଫେରବ କି ମରବ। ଯଦି ଫେରବ, ପ୍ରଭୁ ତମକୁ ଦୟା କରିବେ। ପାପ ସକାଶେ ଅନୁତାପ କରିବା ପାଇଁ କହୁଥିଲେ, ପାପ ସକାଶେ ଫେରିବା ପାଇଁ କହୁଥିଲେ। ଯଦି ଫେରବ ନାହିଁ, ପ୍ରଭୁଙ୍କ ଦଣ୍ଡ ତୁମ ପାଇଁ ଅପେକ୍ଷା କରୁଛି ବୋଲି ଭାବବାଦୀ ମାନେ କହୁଥିଲେ। ଜିରମୀ ହୁଅନ୍ତୁ, ସେ ଜିସାଇ ହୁଅନ୍ତୁ, ଆପଣ ଯାହାକୁ ବି ଦେଖନ୍ତୁ, ଆମସକୁ ଦେଖନ୍ତୁ, ଜୁନସକୁ ଦେଖନ୍ତୁ, ନାହୁମକୁ ଦେଖନ୍ତୁ, ଯେକୌଣସି ଭାବବାଦୀକୁ ଦେଖିବେ, ଅନୁତାପର କଥା ଲୋକମାନେ କହିଛନ୍ତି, ଆଶୀର୍ବାଦର କଥା କହିନାହାନ୍ତି, ଆଶୀର୍ବାଦର କଥା କହିନାହାନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଦାଉଦଙ୍କ ପାଖକୁ ଯେତେବେଳେ ପ୍ରଭୁ ତାଙ୍କ ଦାସଙ୍କୁ ପଠେଇଲେ, ସେ କଣ ବୋଲି କହୁଛନ୍ତି 51 ଗୀତରେ? ସେ କାନ୍ଦି କାନ୍ଦି ଅନୁତାପରେ ଗୋଟେ କଥା କହୁଛନ୍ତି। 11 ପଦ ପଢିବେ, 51:11। ତୁମ ଛାମୁରୁ ମତେ ଦୂର କର ନାହିଁ, ତୁମ ପବିତ୍ର ଆତ୍ମା ମୋ ଠାରୁ ନିଅ ନାହିଁ। ଏଇଟା ହଉଛି ଅନୁତାପର ପ୍ରାର୍ଥନା। ପ୍ରଭୁ ତମ ଛାମୁରୁ ମତେ ଦୂର କର ନାହିଁ। ହେ ମୋର ଭାଇ ଭଉଣୀ ମାନେ, ଆଜି ବାକ୍ୟ ଶୁଣିଲା ବେଳକୁ ଆମେ ସମସ୍ତେ ମନେ ରଖିଥିବା, ଆଜି ଆପଣଙ୍କ ପରିବାରରେ ମଙ୍ଗଳ ନାହିଁ, ଉନ୍ନତ ନାହିଁ, ପଇସା ଧେରା ଦଉ ନାହିଁ, କଷ୍ଟ ପଡ଼ିଲେ ବି ପଇସା ରହୁନାହିଁ। କଣ ପାଇଁ? ପାପ ପାଇଁ, ପାପ ପାଇଁ। ଜିରିମିୟା 5 ପର୍ବ ଯଦି ଦେଖିବେ, ତାର 25 ପଦ। ଜିରିମିୟା 5 ପର୍ବ ତାର 25 ପଦ। ହଁ, 5:25। ତୁମମାନଙ୍କ ଅଧର୍ମ ଏସବୁ ଅନ୍ୟଥା କରିଅଛି, ଓ ତୁମମାନଙ୍କର ପାପ ତୁମମାନଙ୍କର ମଙ୍ଗଳ ନିବାରଣ କରିଅଛି। ହଁ, ଏଠି କଣ ଲେଖା ଦେଖନ୍ତୁ, ତୁମମାନଙ୍କର ଅଧର୍ମ ଏସବୁ ଅନ୍ୟଥା କରିଅଛି। ନହେଲେ ପ୍ରଭୁ ଭିନ୍ଟା କରିବା ପାଇଁ ଚାହୁଁଥିଲେ, ଆଶୀର୍ବାଦ କରିବା ପାଇଁ ଚାହୁଁଥିଲେ, ମଙ୍ଗଳ କରିବା ପାଇଁ ଚାହୁଁଥିଲେ, ଉନ୍ନତ କରିବା ପାଇଁ ଚାହୁଁଥିଲେ। ତୁମମାନଙ୍କ ପାପ ଏସବୁ ଅଧର୍ମ ଏସବୁ ଅନ୍ୟଥା କରିଅଛି, ଆଉ ତୁମମାନଙ୍କ ପାପ ତୁମମାନଙ୍କ ମଙ୍ଗଳକୁ ନିବାରଣ କରିଅଛି, ଅଟକାଇ ଦେଇଛି, ବନ୍ଦ କରିଦେଇଛି, ନିବାରଣ କରିଦେଇଛି। ପାପ ଯଦି ଥିବ, ଆଶୀର୍ବାଦ ନଥିବ। ଡାବୁ ଥିବ, ଆଶୀର୍ବାଦ ନଥିବ, ସବୁ ଡାବୁ ପଲାଉଥିବ। ଡାକ୍ତର ଡାବୁ ନେବ, ଓକିଲ ଡାବୁ ନେବ, ଥାନା ବାବୁ ଡାବୁ ନେବ, ମଦୁଆ ପିଲା ଡାବୁ ନେବ, ସାନ ପିଲା କାକା ଢୁକାଇବ, ସେଠି ମୁକଲି ଆଇବାକା ସେଠି ଡାବୁ ନେବ। ପିଲା ଗୋଟେ କନ୍ୟା ଚିକି ଆଣିବ, ତାର ବୁଝା ସୁଝା ପାଇଁ ଥାନା ବାଲାকে ଡାବୁ ଦେସ, ଟୋକିକେ ଡାବୁ ଦେସ, କିଛି ଧରା ଦେବ ନାହିଁ। ପାପ କଣ କରେ? ଆମର ମଙ୍ଗଳ, ଆମର ପ୍ରଭୁ ମଙ୍ଗଳମୟ ପ୍ରଭୁ ଅଟନ୍ତି। ବାଇବଲର ପରମେଶ୍ୱର ମଙ୍ଗଳମୟ ଅଟନ୍ତି। ଅମଙ୍ଗଳ କାହିଁକି ହଉଛି? ଅଧର୍ମ ସକାଶେ, ପାପ ସକାଶେ ଅନୁତାପ କରି ଫେରିବା ଦରକାର। ଯକ୍ଷଙ୍କ କଥା ଦେଖନ୍ତୁ ଭାଇ ଭଉଣୀ ମାନେ, ଯକ୍ଷ କଣ କରୁଛନ୍ତି? ଗୋଟେ କଥା କହୁଛନ୍ତି। 19 ପର୍ବ ଯଦି ଦେଖିବେ, ଲୁକ 19 ପର୍ବ ତାର 8 ଆଉ 9 ପଦ। କିନ୍ତୁ ଯକ୍ଷ ଠିଆ ହୋଇ ପ୍ରଭୁଙ୍କୁ କହିଲେ, ଆର ଆଗରୁ ଯକ୍ଷ କହିନାହାନ୍ତି, ଯୀଶୁକୁ ଦେଖିଲା ପରେ କଣ କହୁଛନ୍ତି? ଯକ୍ଷ ଠିଆ ହୋଇ କହିଲେ, ହେ ପ୍ରଭୁ ଦେଖନ୍ତୁ ମୋର ସମ୍ପତ୍ତିର ଅର୍ଦ୍ଧେକ ମୁଁ ଦରିଦ୍ର ମାନଙ୍କୁ ଦାନ କରୁଅଛି। ଆଉ ଯଦି ଅନ୍ୟାୟର କାହାରି ଠାରୁ କିଛି ନେଇଥାଏ, ତେବେ 4 ଗୁଣରେ ତାହା ଫେରାଇ ଦେଉଅଛି। ଏଇଟା କହିବେ ଅନୁତାପ। ଏଟା ଆମେ ଯୋଉ କାର୍ଯ୍ୟ କରିଛୁ ସେତି ସକାଶେ ଅନୁତାପ ଆସିବାର ଅଛି, ଆସୁନାହିଁ। ଆମେ କଣ କରୁଛୁ? କାହିଁକି ଦେବି? ମରଲି ଡାବୁ ଖାଇ ଦେଇଥିବ, ଦେ ବୋଲେ କାର ଡାବୁ ସେଟା,
ମୋର ପ୍ରଭୁଙ୍କର ପଇସା, ମୁଁ ତାଙ୍କର ପିଲା। ଇଏ ବା ଇସ୍କାର ତ ଜିଉଦାର ନାତି ଏଟା। ସେ ତ ପେଟ ଫାଟି ହେଇକରି ବିଦଗାଲି ମରଲା, ଏ କେନ୍ତା ମରଛି ତାକେ ଜାନା ସେଟା। ମୋର ପ୍ରିୟ ଭାଇ ଭଉଣୀ ମାନେ କଣ କରୁଛନ୍ତି, ଭୁଲ କରୁଛନ୍ତି ଆର ଫୁଟାନି ମିଶା ସବୁ ଡାବୁ ରକବା ଦେଲେ ଗିଲି ଦେଇଥିବେ ସେମାନେ। ପ୍ରିୟ ଭାଇ ଭଉଣୀ ମାନେ ଯକ୍ଷ କଣ କହୁଛନ୍ତି, ଏଇଟା ହଉଛି ଅନୁତାପ, ଏଇଟା ହଉଛି ମନ ପ୍ରେରଣ। ମୁଁ ଆପଣ ମାନେ କହିବା ପାଇଁ ଚାହେଁ, ଆଜିର ସମୟରେ ପାପ ପାଇଁ ଅନୁତାପ ନାହିଁ, କିନ୍ତୁ ଦେଖୁଛୁ ଯକ୍ଷ ଅନୁତାପ କଲେ। ଯୀଶୁ ଯାହା ଘରକୁ ଆସିବେ ସେ ଘରେ ପରିତ୍ରାଣ ଆସିବ। ଆମେ କଣ କହୁଛୁ, ଯୀଶୁ ତମର ଘରେ ଆସିଲେ ସୁନାବାନା ଆଇବ, ଜମିବାଡ଼ି ଆଇବ, ଗାଡ଼ି ଆଇବ। ମୁଁ ଦେଖିପାରୁଛି ଭଉଣୀ, ୟେସ୍, ତୁମର ବେକରେ ଗୋଟେ ଚକ୍ରି ହାର, ଗୋଟେ ନାନୁ, ଗୋଟେ ମାଲିସେରା ରାଣୀ ହାର ପ୍ରଭୁ ମତେ ଦେଖାଉଛନ୍ତି। ଏ ଭଉଣୀ ମାନେ ବାୟା ବିକଲି ଲୁଚାଇଲା 1000 ଟଙ୍କା ବାଡ଼ି ଧରେଇ ଦେଇଥିବେ ତାକେ। ଯଦି କୋଉ ଭଉଣୀ ଗର୍ଭବତୀ ଅଛି କଣ ବୋଲି କହୁଛନ୍ତି, प्रभु मेरे को बता रहे हैं आपको लड़का होगा, आके आके बता रहे हैं। पर टोकी ही गले कौन बोली कहबे, प्रभु मझे प्लान चेंज कर देले। तो के कहते कि आगे आसी करी पिला हेले बोला टोकी हेले हेबो, कोटा हेले तो हेबो, ए कौन कहछि पुआ हेबो बोले डाबू मिलबो। आज कटा भाबा तो गाड़ी नंबर कहि थाउछथि। मते गोटे भाववादी कौन कला, एडे वर्शिप चलला से गोटे गाड़ी नंबर देखि भारी आछथि, आसिक से गाड़ी नंबर कहउछथि। इधर एक एठी भाई अछंती, तांकर गाड़ी नंबर एमती एमती, से किए मु जाने नहीं, प्रभु मते जणाउछ। देखला से स्टेज रे विश्व बस्ती तार गाड़ी सेटा। मोर प्रिय भाई भौणी माने दुनिया बुरबुटी हमर हाबुडा को पडिछन सब आसी, खाली आशीर्वाद खाली आशीर्वाद कथा कही कही लोक भेमरी करिसंती। किंतु यीशु जा जीवन आसीबे तार घर बदलबे कि नहीं जना नहीं, तार जीवन बदली जीवो। तार बैंक बैलेंस बदलबे कि नहीं जना नहीं, मात्र तार जीवन बदली जीवो, तार चरित्र बदली जीवो, तार स्वभाव बदली जीवो। समीरन स्त्री पाप करुथला, यीशु को भेटला पर जीवन बदली गला। एटा यीशु करंती। से चोर जे मरबा को जाउची यीशु को दिखे बदली गला, से पारदेश को पलाउची। एटा यीशु को देखला पर हुए। मोर प्रिय भाई भौणी माने प्रभु आमान को अनुग्रह करंतु। शेषर कही सारिबा पई इच्छा चणकर कथा उपबय पुत्र लुक 15 पर्व तार 13-14 पद। लुक 15 तार 13 और 14। अल्प दिन उतारे सानो पुओ सबु एकाठी करी दूर देश को चली गला। सानो पुओ सबु एकाठी करी दूर देश को चली गला। आउ सेठारे कदाचार रे, सेठारे दुराचार रे अपनार संपत्ति उड़ाई देला। दुराचारी हेले कोन हो, संपत्ति उड़ी जीव थिबो नहीं। हां सदाचारी बागा थिबो, दुराचारी हेले उड़ी जीव। देखो केत लोक कॉन्ट्रैक्टर काम करूछंती, देरा दउची आज्ञा मास को 5 लाख आसुची आज्ञा, देखला बेले चाउल पाई दुकान थिया आइछ माई जिघनबा पाई। दुराचारी के धरा देबो नहीं, सदाचारी को धरा देबो। हां देख देखानी कौन कर, स्त्री को आनी सुना बाना ओलाई देबे, सुना चूड़ी घेनी देबे, पर दुर्बुद्धि हेला सब बेटी नहीं कर बांधा हेबो। कुकर्म विरुद्ध दंड आसु नहीं। ये कौन गला दूर देश को जाई उड़ाई देला। तापरे किंतु समस्त उपबय कला परे, समस्त उपबय कला परे से देश रे महा दुर्भिक्ष पड़िबारु तार अभाव हेबाकू लागिला। तार अभाव हेबाकू लागिला। सेतिरे से जाई से देश रे जणे लोकंकर आश्रय नेला। आउ से ताको घुसुरी चोराइबा पई आपना खेत को पठाइले। किता चोराइबा पई? घुसुरी। छेली हेले चोराइता, गाई हेले चोराइता, पुडरी हेले चोराइता, सत कि नहीं कीटा चोराइबा को जाईची घुसरी। एटा कहबे माचन रो पोको भूक डगराइबाटा। एटा ये बापा घरे फोन रतिला एबे घुसी चोराइबा को, काई कि बापा रो घर छाड़ी जे जीव तार अवस्था सेंतियागा हेबो। प्रभु को सहभागिता रु मंडली रु प्रभु को उपस्थित रु जे दूर को जीव तार अवस्था एटा हेबो। एटा सेटा ए दृष्टांत। एटा प्रभु हमको पैसा देले, हमको टंका देले, हमको गाड़ी देले, हमको बैंक बैलेंस देले, एटा जरी जगत रे उडाउची से लोक सर अवस्था कोन हबो? घुसरी चोराइला पर हेबो। आपण घुसरी चोराइबाटा देखि नांती, मु देखिछि ओडिसा रो अनेक जिल्ला रे घुसरी चोरांती। से घुसरी मान को नै हम जंदी गाय चोराइबा को नउछु, एमन घुसरी चोराइबा को नेबे। मु देखि भाबी एटा तार लोक बाकी केते एटा मनले घुसरी चोराइबा को जाउछन। ए कोन करछि?
ତାପରେ ପ୍ରିୟ ଭାଇ ଭଉଣୀ ମାନେ ଏସବୁ ହେଲା ପରେ ଆପଣ ଦେଖିବେ 17-18 ଗୁଡା ପଢନ୍ତୁ। ମାତ୍ର ହଁ। ସେ ଚେତନା ପାଇ କହିଲା, କଣ କଲା? ପଇସା ନେଲା, ଉଡାଇଲା, ସବୁ କଲା, ମାତ୍ର କଣ ପାଇଲା? ଚେତନା। ଚେତନା। ଆଜି ମୁଁ କହିବା ପାଇଁ ଚାହେଁ, ଅନୁତାପ କରିବା ମାନେ ଚେତନା ପାଇବା। ସେ ଚେତନା ପାଇ କହିଲା, ମୋର ବାପାଙ୍କ କେତେ ମୂଲ୍ୟାଙ୍କର ଖାଦ୍ୟ ବଳି ବଳି ପଡୁଅଛି, କିନ୍ତୁ ମୁଁ ଏଠାରେ ଭୋକରେ ମରୁଛି। ମୁଁ ଉଠି ମୋର ବାପାଙ୍କ ପାଖକୁ କଣ କଲା? ମୁଁ ଉଠିବି, ମୋର ବାପାଙ୍କ ପାଖକୁ ଯିବି। ଆଜି ହଉଛି କଣ? ଆମେ ଉଠିବାର ଅଛି ଆଉ ବାପାଙ୍କ ପାଖକୁ ଯିବାର ଅଛି। ଭାଇ ଗ୍ରହଣ କରି ନପାରେ, ବାକି ଲୋକ ଗ୍ରହଣ କରି ନପାରେ, ବାପା ଗ୍ରହଣ କରିବେ। ଆପଣ କେମିତି ପାପ କରିଛନ୍ତି, ଜୀବନ କେମିତି ଅଛି, ଚରିତ୍ର କେମିତି ଅଛି, କୋଉ ଭୁଲ କରିଛନ୍ତି, ହୁଏତ ସ୍ତ୍ରୀ କ୍ଷମା କରି ନପାରନ୍ତି, ସ୍ୱାମୀ କ୍ଷମା କରି ନପାରନ୍ତି, ପିଲାମାନେ କ୍ଷମା କରି ନପାରନ୍ତି, ମଣ୍ଡଳୀ କ୍ଷମା କରି ନପାରେ, ସମାଜ କ୍ଷମା କରି ନପାରେ, କିନ୍ତୁ ବାପା କ୍ଷମା କରିବେ। କହିବେ ନାହିଁ, ବାବୁରେ ତୁ କେତେ ଜମି ପାଟା କେନେ ଗଲା, ପାଟା ସୁନା କେନେ ଗଲା, ସେ ପଇସା କେନେ ଗଲା, କିଛି ପଚାରିବେ ନାହିଁ, ସବୁ ପୁଣି ଫେରେଇ ଦେବେ। ଆପଣ ବାପାଙ୍କ ଠାରୁ ଦୂରକୁ ଯାଇ ଯାହା ଯାହା ହରାଇଛନ୍ତି ସେ ସବୁ ଫେରି ପାଇପାରିବେ। ପୁଣି ସବୁ ଥରେ ସବୁ ପାଇପାରିବେ। ଆପଣ ଖାଲି ବାପାଙ୍କ ପାଖକୁ ଫେରି ଆସନ୍ତୁ। ବିଜନେସ୍ ଡଲ ହେଇଯାଇଛି, ଗାଡି ବନ୍ଧା ହେଇଯାଇଛି, ସୁନା ବାନ୍ଧା ହେଇଛି, ଚିନ୍ତା କର ନାହିଁ, ବାପା ପାଖକୁ ଆସ। ବାପା ଆପଣଙ୍କୁ ଗ୍ରହଣ କରିବେ। ବାପା କଣ କରିବେ? ଏ ସବୁ ଆପଣଙ୍କୁ ଫେରେଇ ଦେବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପାପ ପାଇଁ ଆଜି ଅନୁତାପ ହଉନାହିଁ। ଏ ଅନୁତାପ କରି ଗଲା, ବାପା କଣ କଲେ? ତାକୁ ଆଲିଙ୍ଗନ କରି ପକା ଲେଖା ଯାଉଛି, 20 ପଦ ଲେଖା ଯାଉଛି, ସେ ଉଠି ଆପଣ ପିତାଙ୍କ ନିକଟକୁ ଗଲା। ଆଜି ଆପଣ ମଧ୍ୟ ପିତାଙ୍କ ପାଖକୁ ଯିବାର ଅଛି। ସେ ଗଲା, କିନ୍ତୁ ସେ ଦୂରରେ ଥାଉ ଥାଉ ତାର ପିତା ତାହାକୁ ଦେଖି ଦୟାରେ ବିଗଳିତ ହେଲେ ଓ ଦୌଡ଼ି ଯାଇ ତାକୁ ଆଲିଙ୍ଗନ କରି ଅତି ସ୍ନେହରେ ଚୁମ୍ବନ କଲେ। এইটা বাপাঙ্কর চরিত্র, এটা প্রভুঙ্কর চরিত্র, এটা আমার প্রভু এ প্রকার করନ୍ତି। আজ যেমন অনুতাপ করে ফেরি আসবে, পাপরু ফেরি আসবে, মন্দতারে ফেরি আসবে, দুষ্টতারে ফেরি আসবে, আজি বাপা গ্রহণ করিবে। আজি মোর প্রিয় ভাই সমস্ত কহিবা পাই চাহে, আজি জীবন বদলিবার সময়। আমি অনেক দিন হলা পাপ সকাশে অনুতপ্ত হইন। বাইবেল কোন কোন জানিছন্তি? হিতোপদেশ 29 পর্ব 1 পদ। হিতোপদেশ 29 পর্ব। ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଲେ ହେଁ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନୁ ହଠାତ୍ ଭଗ୍ନ ହେବ। ବାରମ୍ବାର ଥରକୁ ଥର চেতনা পাইলে, অনুযোগ পাইলে মধ্যে যে ফেরব নাই, সে কোন হব? হঠাৎ ভগ্ন হব, হঠাৎ সর্বনাশ হব, হঠাৎ ক্রোধ আসিব, হঠাৎ দণ্ড আসিব। আজ সমস্ত কহিবা পাই চাহে, পাপ অটে। যদি আজি অনুতাপ করবে নাই, অনুতাপ তো করবে। অনুতাপ ন কলে অনুতাপ করবে। আজি যদি অনুতাপ করবে নাই, অনুতাপ তো করবা পড়ব। নরকরে বি যাই অনুতাপ করবা পড়ব। এবে ন কাঁদলে নরকে যাই কাঁদবা পাই পড়ব। মোর প্রিয় ভাই ভଉଣୀ মানে, আজ আমার পরিবার পরিস্থিতি বিলকুল ভালো নাই। আমি খালি দেখাউছু মু ভালো অছি, আমি স্বামী স্ত্রী ভালো অছু, পিলা মানে ভালো অছন্তি, আমি সুখরে অছু, খুশিরে অছু। হ্যাঁ, মুন্ডবর্তী রুন্ডা পাই মিশা করে দউছু। দেখবে সোনা বানা সবু বাঁধা করে দিয়েছন্তি, মা ঘরে গলা বেলକୁ কোন করছন্তি, আর তাটা মাগি ওলাহি করে যাউছন্তি, আসলা পরে বেটি করে আর দি ঢুম ডাইভোর্স দাউছন্তি। কেতকু ভাল শাড়ি বি নাই, এলো তো শাড়ি ଦେଇଥାଲ বিবাহরে পিঁধি ଯିବି বলার বেল নেই। আগକୁ দেখো তো আହୁରି কোন হব? আজি আপনার পরিবারକୁ পুনি সজাড়ি পারিবে। এঠু গলা পরে স্বামী স্ত্রী মানে ঘরে টিকে আঁঠুরে আসন্তু, খাইলা পরে স্বামী স্ত্রী হাত ধরন্তু, আঁঠুরে আসন্তু, কান্দন্তু, অনুতাপ করন্তু। পুয় ঝিও মানে যা ভুল কলু, যা ভিডিও দেখলু, যেতকি কথা হেলু, মদ পিইলু, পুড়িয়া খাইলু, ছিড়ি গলা কথা। এটা মরবা যে খাইবু বলে ঠেকা নেইনু, আমি ঠেকা নিচু কি? হ্যাঁ, ফুন্ডা যাউথিব, এবারে যদি পিবার আছে ভাল করে পিও, খাদি পিদি ছাড়ি দিও, ও ডাবা ঘরে আনবো, পাইপ লাগাই করে থমনার পুরে করে চুপড়ি থম, চলো খাই। সে তোমার জীবন তো সেটি আলছিছে কি নাই? এ পুড়িয়া খাও মানে
ভাত শাক ছাড়ি দিও, পুড়িয়া খাও। ছাড়বো বলে ছাড়ি দিও। অমৃত কি এটা? অমৃত কি বা মানে? হ্যাঁ, রাতে 2টায় টিভি পাকাই দেখবো আমি? রাতে 2টায় মাটি খুঁটি প্রার্থনা করো, মাসে ভিতরে তোমার ঘর বদলে যাব, আর্থিক ସ୍ଥିତି ବଦଳି ଯିବ, ପିଲା ବଦଳି ଯିବ, ସ୍ୱାମୀ ବଦଳି ଯିବ। ଆପଣ କାନ୍ଦି କାନ୍ଦି ପ୍ରାର୍ଥନା କରୁଛନ୍ତି, ଏବେ ଯାଏ ଯଦି ପରିବର୍ତ୍ତନ ଆସିନାହିଁ ତେବେ କାନ୍ଦବାଟା ଟିକେ ଉଣା ଅଛି, ଆହୁରି କାନ୍ଦ। ମାନେ ହାନ୍ନା ଏମିତି କାନ୍ଦୁଛନ୍ତି ଯେ ତାଙ୍କୁ ଦେଖି ଯାଜକ ଭାବୁଛନ୍ତି ଏ ମଦ ପିଇଛି ବୋଲି କରି। ବୋଲେ ତାର ଜାତି ମୂର୍ତ୍ତି ହଜି ଯାଇଛି, ତାର ମୁହଁରେ ଆରି ପାଣି ନାହିଁ। ସେମିତି କ୍ରନ୍ଦନ ଦରକାର ଅଛି ଆପଣଙ୍କର ସୁଖକୁ ଫେରି ପାଇବା ପାଇଁ, ଆପଣଙ୍କ ପରିସ୍ଥିତିକୁ ବଦଳାଇବା ପାଇଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ମୁଁ ପୁଣି କହିବା ପାଇଁ ଚାହେଁ, ଯଦି ଆପଣଙ୍କ ପରିବାରକୁ ପୁଣି ଥରେ ଉତ୍ତମ ଭାବରେ ସଜାଡ଼ିବା ପାଇଁ ଚାହାନ୍ତି, ଏ ବହି ଯଦି କାଲି କିଏ ନେଇନାହାନ୍ତି ନେଇକି ଯିବେ। ବହୁତ ସୁନ୍ଦର ବହିଟା, ପାଳକମାନ ପାଖରେ ରହିବା ଦରକାର ନିହାତି। କାହିଁକି ମୁଁ କହୁଛି ଏଇଟା, ଆପଣମାନେ ଅନ୍ୟମାନଙ୍କୁ ବୁଝେଇ ପାରିବେ। ମୁଁ ତ ସବୁ ଜାଗାକୁ ଯାଇପାରିବି ନାହିଁ, ସେଥିପାଇଁ ମୁଁ ବହି ଲେଖିଲି। ବହି ଲେଖିବାର କାରଣ କ'ଣ? ସବୁ ଜାଗାରେ ମୁଁ ଯାଇପାରିବି ନାହିଁ, ମୁଁ ଯେଉଁ ଜାଗାରେ ଯାଇପାରିବିନି ବହି ଯାଇପାରିବ, ଆଉ ଆପଣ ପଢ଼ିକି ବୁଝାଇ ପାରିବେ। ମହିଳା ସମିତିରେ ବୁଝାଇ ପାରିବେ, ପିଲାମାନେ ବୁଝିପାରିବେ, ପିଲାମାନଙ୍କୁ ବୁଝାଇ ପାରିବେ। ସ୍ୱାମୀ ସ୍ତ୍ରୀ ମିଶିକରି ପଢ଼ିବା ପାଇଁ କେଟା ଅଛି, ସ୍ୱାମୀମାନେ କେଟା ପଢ଼ିବେ, ସ୍ତ୍ରୀମାନେ ପଢ଼ିବେ, ସ୍ୱାମୀ ସ୍ତ୍ରୀ ମିଶିକରି ପଢ଼ିବେ। ମାନେ ସ୍ୱାମୀ ସ୍ତ୍ରୀ କେମିତି ପରିବାରକୁ ଉତ୍ତମ ଭାବରେ ସଜାଡ଼ି ପାରିବେ ଏ ବହି ସାହାଯ୍ୟ କରିବ। ପୁଣି ଥରେ ଆପଣଙ୍କ ଭିତରେ ଯେଉଁ ପ୍ରେମ ସମାପ୍ତ ହୋଇଯାଇଛି, ଶାନ୍ତି ଚାଲି ଯାଇଛି, ମନମାଳିନ ରହିଛି, ଏ ବହି ସାହାଯ୍ୟ କରିବ। ପରିବାର ଭାଙ୍ଗବା ଅବସ୍ଥାରେ ଅଛି, ଫାଉଣ୍ଡେସନ କେମିତି ମଜବୁତ କରିବେ ବହିରେ ଅଛି। ଯଦି ଋଣରେ ଆପଣ ବୁଡ଼ି ଯାଇଛନ୍ତି, ଏ ଗୋଟେ ବହି ସାହାଯ୍ୟ କରିବ। ଗୋଟେ ଅଧ୍ୟାୟ ଅଛି ଋଣମୁକ୍ତ ପରିବାର। ଆପଣ ଯଦି ସେ ଅଧ୍ୟାୟକୁ 5-10 ଥର ଧୀରେ ଧୀରେ ପଢ଼ିବେ, ଆଉ ଯେଉଁ ବାଇବଲରୁ ପରାମର୍ଶ ଦିଆଯାଇଛି, ଏଠି ସବୁ ଅଧ୍ୟାୟ ବାଇବଲକୁ ଆଧାର କରି କୁହାଯାଇଛି, ସବୁ ବିଷୟ। ତେଣୁ ଗଲାବେଳେ ଗୋଟେ ନେଇକି ଯିବେ। ଆର ଦାମ 150, କିନ୍ତୁ 100 ଟଙ୍କାରେ ଆପଣ ନେଇପାରିବେ। ଏଇଟା ସୁସ୍ଥ ପରିବାର ପାଇଁ ଟନିକ୍। ମାନେ ଯେଉଁମାନେ ବାହା ହେଇନାହାନ୍ତି ଏ ବହି ନିଶ୍ଚିତ ପଢ଼ନ୍ତୁ। କାହାକୁ ବାହା ହେବା ଦରକାର, କାହାକୁ ବାହା ହେବା କଥା ନାହିଁ, ଆପଣ ଶାରୀରିକ ପାପରୁ କେମିତି ରକ୍ଷା ପାଇପାରିବେ ଏ ବହି ଆପଣଙ୍କୁ ସାହାଯ୍ୟ କରିବ। ଗଲାବେଳେ ଆପଣ କିଣିକି ନେବେ। କିନ୍ତୁ ତା ପୂର୍ବରୁ ଆମେ ପ୍ରାର୍ଥନା କରିବା। ମୋର ପ୍ରିୟ ଭାଇ ଭଉଣୀ ମାନେ, ପାପ ପାଇଁ ଅନୁତାପ ଆଜିକାଲି ନାହିଁ। ଆଦମ ବାବା ଅନୁତାପ ନ କରି ଲୁଚିବା ପାଇଁ ଚେଷ୍ଟା କଲେ, ଲୁଚି ପାରିବେ କି? କଇନ ଭାଇକୁ ହତ୍ୟା କରି ଲୁଚିବା ପାଇଁ ଚେଷ୍ଟା କରୁଛି, ଲୁଚି ପାରିବ ନାହିଁ। ହାଗର ଠାରୁ ପ୍ରଭୁ ଚାହୁଁନାହାନ୍ତି, ପ୍ରଭୁ ସାରାଙ୍କ ଠାରୁ ଚାହୁଁଛନ୍ତି। ଦାଉଦ ପାପ କରି ଲୁଚାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ପ୍ରଭୁ ସମାନ ଟାଇମରେ ନାଥନକୁ ପଠେଇଲେ। ତାଙ୍କ ନାମର ଗୌରବ ହଉ। ଆଜି ପ୍ରଭୁ ଆମକୁ କଥା ହେଉଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମର ପାପ, ଆମର ଅଧର୍ମ ଆମର ମଙ୍ଗଳକୁ ନିବାରଣ କରିଛି। ଯକ୍ଷ ଯେତେବେଳେ ପ୍ରଭୁଙ୍କୁ ସାକ୍ଷାତ କଲେ, ସେ ଅନୁତପ୍ତ ହେଉଛନ୍ତି। ଅପବ୍ୟୟ ପୁତ୍ର ବାପାଙ୍କ ଠାରୁ ଦୂରକୁ ପଳେଇଲା, କଦାଚାର ଜୀବନ କାଟିଲା, କିନ୍ତୁ ବେଳ ଥାଉ ଥାଉ ଅନୁତାପ ମଧ୍ୟ କଲା, ଆଉ ସେ ଫେରି ଆସିଲା। ଆପଣଙ୍କୁ ବି କହିବା ପାଇଁ ଚାହେଁ, ଆଜି ଅନୁତପ୍ତ ହୃଦୟରେ ପ୍ରଭୁଙ୍କ ପାଖକୁ ଆପଣ ଫେରି ଆସିପାରିବେ, ପାପରୁ ଫେରି ପାରିବେ। ଆସନ୍ତୁ ସମସ୍ତେ ନିଜ ସ୍ଥାନରେ ଠିଆ ହେବା, ଆଉ ପ୍ରାର୍ଥନା କରିବା ପାଇଁ ଯିବା। ସମସ୍ତେ ଆପଣ ଆପଣ ସ୍ଥାନରେ ଠିଆ ହେବା, ଆଉ ପ୍ରାର୍ଥନା କରିବା ପାଇଁ ଯିବା। ଦୟାକରି କେହି ଚଲାବୁଲା ହେବେ ନାହିଁ, ପ୍ରାର୍ଥନା କରିବା। ଚକ୍ଷୁ ବନ୍ଦ କରିବା ଆସୁଛି, ମୋତେ ଦୟାକରି ସାହାଯ୍ୟ କର। ଦୀର୍ଘ ଦିନରୁ ଆପଣ ଅନୁତାପ କରିନାହାନ୍ତି, ଆପଣଙ୍କ ପାପ ସକାଶେ ଖେଦିତ ନାହାନ୍ତି। ଅନ୍ୟମାନେ ପାପ କରୁଛନ୍ତି, ଆପଣ ଭାବୁଛନ୍ତି ଚଳିବ ବୋଲି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପାପ ଚଳିବ ନାହିଁ। ପାପର ଦିନେ ହିସାବ ହବ, ପାପର ଦିନେ ବିଚାର ହବ। ତା ପୂର୍ବରୁ ପ୍ରଭୁ ଆପଣଙ୍କୁ ଗୋଟେ ସୁଯୋଗ ଦେଇଛନ୍ତି ଅନୁତାପ କରିବା ପାଇଁ, ପ୍ରଭୁଙ୍କ ପାଖକୁ ଫେରିବା ପାଇଁ। ଆସନ୍ତୁ ଚକ୍ଷୁ ବନ୍ଦ କରିବା, ସମସ୍ତେ ପ୍ରାର୍ଥନା କରିବା ପାଇଁ ଯିବା। ସମସ୍ତେ ହାତ ଯୋଡ଼ିବା, ମୁଣ୍ଡ ନୁଆଇବା, ପ୍ରଭୁଙ୍କ ଆଡ଼କୁ ଯିବା। ଆମେ ଯେମିତି ଆସିଛୁ ସେମିତି ଯିବା ନାହିଁ। ଭାଇମାନେ, ଅଭିଷେକ ଚାଲିଯିବା ପୂର୍ବରୁ, ଅଭିଷେକ ଚାଲିଗଲା ପରେ ଅଭିଶାପ ଆସିଯାଏ, ଅଭିଶାପ ଆସିଯାଏ। ତା ପୂର୍ବରୁ ଆମେ ଅନୁତପ୍ତ ହେବା, ପ୍ରଭୁଙ୍କ ପାଖକୁ ଯିବା। ଭାଇମାନେ, ଆଜି ତମର ଖରାପ ଜୀବନକୁ ସଜାଡ଼ି ପାରିବ। ହୁଏତ ଆଗକୁ ସୁଯୋଗ ମିଳି ନପାରେ। ମୁଁ ଆପଣଙ୍କୁ ପ୍ରଭୁଙ୍କ ଦାସ ଭାବରେ କହୁଛି, ପ୍ରଭୁଙ୍କ ଆତ୍ମା ମୋତେ ଯେମିତି ଚାଳନା ଦେଉଛନ୍ତି, ମୁଁ ସେ କହୁଛି, ଆଜି ଫେରି ଆସନ୍ତୁ। ଆଜି ମଦ୍ୟପାନ ଶେଷ ହେବା ଦରକାର। ଯଦି ମଦ୍ୟ ବିକ୍ରି କରୁଛନ୍ତି ସେଇଟା ବି ଛାଡ଼ନ୍ତୁ, କୁକୁଡ଼ା ଗାଲି ବି ଛାଡ଼ନ୍ତୁ, ଜୁଆ ବି ଛାଡ଼ନ୍ତୁ, ପୁଡ଼ିଆ ବି ଛାଡ଼ନ୍ତୁ, ବ୍ୟଭିଚାର ଛାଡ଼ନ୍ତୁ, ଖରାପ ସିନେମା ଦେଖଟା ବି ଛାଡ଼ନ୍ତୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରିବେ। ଜଗତ ଯାହା ଦେଇପାରିବ ନାହିଁ, ପ୍ରଭୁ ତାଠାରୁ ଅଧିକ ଆପଣଙ୍କୁ ଦେବେ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦରେ ଭରିଦେବେ। ଅଧର୍ମ ଆପଣଙ୍କର ମଙ୍ଗଳକୁ ନିବାରଣ କରିଛି। ଆପଣ ଯଦି ବସିକି ଟିକେ ଚିନ୍ତା କରିବେ ଭାଇ ଭଉଣୀ ମାନେ, ଟିକେ ଚିନ୍ତା କରିବେ, ଯଦି ଯୋଉ ଦିନରୁ ପାପ କରିବାକୁ ଆରମ୍ଭ କଲେ, ସେଦିନ ଆପଣଙ୍କ ପରିବାରର ସମସ୍ୟା ଆରମ୍ଭ ହେଇଛି। ଆପଣଙ୍କ ଘର କାମ ହେଉନାହିଁ,
पैसा धरा दौ नहीं, घरे शांति नहीं, पुओ झियो मान मध्य शांति नहीं, स्वास्थ्य भल नहीं, सब गाड़ी खराब होगी पड़ी घरे अशांति 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 से गोटे पाप सकाशे आपण से गोटे पाप सकाशे प्रार्थना करबा पे जीवा समस्ते हाथ जोड़िबा प्रभु को पाखु जीवा कहवा प्रभु मु आपण को पाखु आसुछि मते दया करी सहायता करो दया करो जान बूझ कर मेरे खुदा यस